ନମସ୍କାର ସାଙ୍ଗମାନେ। ଯେହେତୁ ମୁଁ ଶାଶୁଘରକୁ ପଳେଇ ଆସିଛି, ମୋ ନଣନ୍ଦ ତାଙ୍କ ପୁଅକୁ ଧରିକି ଏତେ ଖୁସି। ପୁଅ ତାର ପାଦରେ ତାର କ'ଣ ଦେଖୁଛି, ମାନେ ତାର ପୁଅ ଆଉ ମୋ ନଣନ୍ଦ ତାଙ୍କର ଖୁସିରେ ଶୋଇ ପଡ଼ିଲେ ଲାଷ୍ଟକୁ। ଆମେ ଶୋଇପଡ଼ୁ। ତାପରଦିନ ଆମେ କ'ଣ କଲୁ ନା, ନଣନ୍ଦ ଘରକୁ ବାହାରି ଆସିଲୁ। କାହିଁକିନା ହଠାତ୍ ଗୋଟେ କାମ ପଡ଼ିଲା। କାମ କ'ଣ ହେଇଛି ଯେ ମୋ ଭାଣିଜୀର ବର୍ଥଡ଼େ, ତ ପୁଅକୁ ନେଇକି ଯିବାଟା ବହୁତ ଅସୁବିଧା। ହେଲେ ଭାଣିଜୀ ମନ ଦୁଃଖ କହିଲେ ନାଇଁ ମାଇଁ ଆସିବାକୁ ପଡ଼ିବ ପୁଅକୁ ନେଇକି। ତ ବାଧ୍ୟରେ ଇଚ୍ଛା ନଥିଲେ ବି ଯିବାକୁ ପଡ଼ୁଛି। ଇଚ୍ଛା ନଥିବାର କାରଣ ଯେଉଁ ଗରମରେ ପୁଅକୁ ନେଇକି ଯାଇ ହେଉନଥିଲା। ତଥାପି ଯାହା ହଉ ଯେମିତି ନେଇକି ଯିବାକୁ ପଡ଼ିଲା। ତ ବାଟରେ ଦିଦି ବି ଆସିଲେ, କାହିଁକିନା ଆମର ସେଇଠି ଷ୍ଟପେଜ୍, ଆମେ ସେଇଠି ଓହ୍ଲେଇବୁ। ତ ଦିଦିଙ୍କୁ ସେଇଠୁ ନେଇକି ହିଁ ଯିବୁ। ତାପରେ ନେଇକି ବି ଚାଲି ଆସିଲୁ ଆମେ। ତ ତାପରେ ଏପଟେ ଦିଦି ଟିକେ ପୁଅ ସହିତ ଗେଲ ହେଇଗଲେ। ତାପରେ ମୋ ପଲକ ନେଇକି ତାଙ୍କ ଭାଇ ସହିତ ଗେଲ ହେଲା। ସେ ତ ମାନେ ଏଠୁ ଜେଡ୍ ମାନେ କ'ଣ କହିବାକୁ ଗଲେ ଯେ ସେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଧରିକି ପୁଅ ସହିତ ମଜାମସ୍ତିରେ ପୁରା ଯାଇ ପହଞ୍ଚିଲା ପର୍ଯ୍ୟନ୍ତ ଆମେ ଆସି ପହଞ୍ଚିଗଲୁ ବି। ଏମିତି କଥାବାର୍ତ୍ତା ଆସି ପହଞ୍ଚିଗଲୁ। ଏପଟରେ ଗୁଗୁଲି ହେରିକା ଆସିକି ପହଞ୍ଚି ଯାଇଥିଲେ ରିସିଭ୍ କରିବା ପାଇଁ। ତ ଦିଦି ଏପଟରେ ତା ପୁଅକୁ ରାସ୍ତାରେ ଗେଲ କରିପାରିନଥିଲେ, ଯେହେତୁ ପଲକ ନେଇଯାଇଥିଲେ। ତ ଦିଦି ଅପେକ୍ଷା କରିଥିଲେ ରୁମ୍କୁ ଗଲା ପରେ କେମିତି ପଲକ ପୁଅ ସହିତ ଯାଇକି ଖେଳିବି। ତ ତାଙ୍କର ପୁଅ ସହିତ ଖେଳ ଚାଲିଲା। ତା ପୂର୍ବ ଭିଡ଼ିଓରେ ଦେଖିଥିବେ ଯେ ମାନେ ଆସିଲା ପରଠାରୁ ମାନେ କେତେ ଗେଲ କରୁଥିଲେ। ତ ସେମିତି ଅନର୍ଗଳ ଗେଲ କରି ଚାଲିଛନ୍ତି। ତ ତାଙ୍କର ଗେଲରେ ଶେଷ ନାହିଁ। କାହିଁକିନା ଏତେ ଭଲ ପାଆନ୍ତି ଯେ ମାନେ ସିଏ ବି ଦେଖ ମଜା ନେଉଛି। ଦିଦି ଯାହା କରୁଛନ୍ତି ସିଏ ତାର ମଜା ମସ୍ତିରେ ଚଲେଇଛି। ଯାହା ବି ହଉ ସିଏ ତାଙ୍କର ଥଟ୍ଟା ମଜା ଗେଲ ତାଙ୍କର ଚଲେଇଛନ୍ତି। ଭାବିବନି ଯେ ଏ 2 ମିନିଟ୍ରେ ମାନେ ଘଣ୍ଟା ଏମିତି ଚାଲିଥିବ। ସିଏ ବି ପୁଅ ତାର କିଛି ହେବନି। କାହିଁକିନା ପୁଅ ହିଁ ମଜା ନେଉଛି। ପୁଅର ଟେନସନ୍ ହିଁ ନାହିଁ। ତାର କ'ଣ, ସିଏ ଯଦି ଚାହେଁ ତା ସହିତ ଏମିତି କେହି ଖେଳୁ ବୋଲି ତା ସହିତ ଖେଳିବା ପାଇଁ ହିଁ ଦିଦି ଅଛନ୍ତି। ତାଙ୍କର ଖେଳୁଛନ୍ତି। ଏପଟରେ ଡୁଗୁ ଖେଳୁଥିଲେ, ତା ମା ଛଡ଼େଇ କହିଲେ ନା ତୁ ପଛରେ ଖେଳିବୁ, ମୁଁ ଖେଳେ। ତ ଏମିତି 2-3 ଘଣ୍ଟା ତା ସହିତ ଖେଳିଛନ୍ତି। ସିଏ ତାର ଛାଡ଼ିବା ପାଇଁ ନାରାଜ କି ମୋ ସହିତ ଏମିତି ସମସ୍ତେ ଖେଳେ। ଦିଦି ବି ବହୁତ ଖୁସି କରେ, ହଁ ମୁଁ ଏଇଠି ଖେଳିବି। ସେ ମାନେ ଖାଇବା ପିଇବା ଛାଡ଼ିଦେଲେ ତା ସହିତ ଏମିତି ଖେଳିବେନି। ଦିଦି ଯେତେ ଚେଷ୍ଟା କରୁଛନ୍ତି ନା ମୁଁ ଆଉ ଖେଳିବିନି, ମୁଁ ଧ୍ୱଂସ ହେଇଗଲିଣି, କିନ୍ତୁ ସିଏ ଛାଡ଼ୁନାହିଁ କି ନା ମୋ ସହିତ ଏମିତି ତମେ ସମସ୍ତେ ଖେଳ। ଯାହା ଏମିତି ବି ଖେଳିଲେ କେତେ ଖେଳିବ, ଜଣେ ତ ଖେଳିବ ନା। ଛୁଆଟା କେତେ ହସି ହେଇଯିବ। ସିଏ ତାର କହୁଛି ତମେ ଯଦି ଆସ ଏମିତି ଖେଳ। ଦିଦି ଲାଷ୍ଟକୁ ଛାଡ଼ିଦେଲେ, ନା ମୁଁ ଆଉ ତୋ ସହିତ ଖେଳିପାରିବିନି। ତ ସିଏ ସେଠୁ ଗାଁ ହେଇକି ଡାକୁଛି ଯେ ମୋ ଆସ। ହେଲେ କିଏ ଆସିବ ଦିଦି, କାହିଁକିନା ଛୋଟ ଛୁଆଟେ ନା। ଯାହା ବି ହଉ ସିଏ ତାର ମଜା ନେଉଥିଲା। କାହିଁକିନା ଆମେ ମାନେ ଛୋଟ ଛୁଆଙ୍କୁ ଦେଖିଲେ କେତେ ତା ଭିତରେ ପୁଅ ଶୋଇପଡ଼ିଥିଲା। ଏପଟରେ ଖାଇବା ପିଇବା ବି ହେଇଯାଇଥିଲା। ତ ଯେହେତୁ ସନ୍ଧ୍ୟାବେଳକୁ କେକ୍ କଟିଂ ହେବ, ତ ଏମାନେ ଖାଇକି ଖୁଇକି ସମସ୍ତେ ରେଷ୍ଟ କରୁଥିଲେ। ତ ତା ଭିତରେ ଆମେ ବି ମାନେ ମାର୍କେଟିଂ ପାଇଁ ବି ବାହାରିବାର ଅଛି। କାହିଁକିନା ମନୁର କିଛି ମାର୍କେଟିଂ ହେଇନଥିଲା। ସେ ବର୍ଥଡ଼େ ଅଛି ଯେହେତୁ, ତ ଆମେମାନେ ମାର୍କେଟିଂ କରିବା ପାଇଁ ସପିଂ କରିବାକୁ କପଡ଼ା ପତ୍ର କିଛି। ତ ଆମେ ଚାଲି ଆସିଲୁ ସପିଂ ମହଲକୁ। ଗୁଗୁଲି ତାଙ୍କର ଏଠି ଚେୟାରରେ ବସିଛନ୍ତି। ତ ଆମେ ବି ଏପଟରେ କିଣାକିଣି, ପୁଅକୁ ବି ବହୁତ ଗରମ ହେଉଥିଲା। ତ ପୁଅ ବି ଏସିରେ ଆଉ କାନ୍ଦ କଟା କିଛି କଲାନି। ତ ଆମେ ବି ତା ଭିତରେ କିଣାକିଣି କରିଦେଇଥିଲୁ। ଗୁଗୁଲି ବି ଘରେ ରହୁନଥିଲେ, ସେ ବି ପଳାଇଥିଲେ। ସମସ୍ତେ ଯିବାକୁ ବ୍ୟସ୍ତ। ତାପରେ ଆମେ କିଣାକିଣି କରି ଘରକୁ ଫେରିଥିଲୁ। ଘରକୁ ଫେରିଲା ବେଳକୁ ଭାବିଲୁ ବୋଧେ ସବୁ କାମ ସରିଯାଇଥିବ, କିନ୍ତୁ ହେଲେ ବି କିଛି ସରିନଥିଲା। ଏପଟର ପୁରୀ ବେଲା ଚାଲିଥିଲା ଅଳ୍ପ। ତ ସାଙ୍ଗସାଥି ସମସ୍ତେ ଚାଲି ଆସିଥିଲେ। ଏପଟରେ ଡେକୋରେସନ୍ ଅଧା ବି ହେଇନଥିଲା। ତ ଯାହା ବି ହଉ ଜଲ୍ଦି କରିବାକୁ ପଡ଼ିଲା, କାହିଁକିନା ଆମକୁ ବି ଘରକୁ ଫେରିବାର ଅଛି, ରାତି ହେଇଗଲାଣି ଅଧିକା। ତ ତାଙ୍କ ସାଙ୍ଗମାନେ ସମସ୍ତେ ଚାଲି ଆସିଥିଲେ। ତା ଭିତରେ ବି କେକ୍ କଟିଂ ଆରମ୍ଭ ହେଇଯାଇଥିଲା। ତ କେକ୍ ସବୁ ଚାଲି ଆସିଥିଲା। ତ ଇଏ ଏପଟରେ ହାଇ ହାଲୋ କରିକି ପିନ୍ଧାପିନ୍ଧି କରିକି ବାହାରି ଆସିଥିଲେ, କାହିଁକିନା କେକ୍ଟା ଜଲ୍ଦି କାଟିବାର ଅଛି। ଏପଟରେ ମାଆ ବି ବିରକ୍ତ ହେଲେଣି, କାହିଁକିନା ଆମକୁ ରାତି ହେଇଗଲାଣି ନା। ତ ପୁଅକୁ ନେଇକି ଯିବାକୁ ପଡ଼ିବ।
ତ ସବୁ ସାଙ୍ଗସାଥି ସମସ୍ତେ ସମସ୍ତେ ଅନେଇବାର ଗୋଟେ କାରଣ ଅଛି, ସେ କାରଣ ମୁଁ ପୂର୍ବ ଭିଡ଼ିଓରେ କହିବି। ତ ଏପଟର ମନୁ ତାଙ୍କର କ'ଣ ନା ପୋଜ୍ ଦେବାରେ ବ୍ୟସ୍ତ କାହିଁକିନା ଫଟୋ ଉଠେଇବେ ନା, ବର୍ଥଡ଼େ ଗାର୍ଲ, ତ ବର୍ଥଡ଼େ ଅଛି ମାନେ ଫଟୋ ଉଠିଲା, ସେଲିବ୍ରେସନ୍ ତାଙ୍କର ଚାଲିଲା, କେକ୍ କଟିଂ ହେଲା। ତ ସମସ୍ତେ ଅପେକ୍ଷା କରୁଛନ୍ତି କେମିତି କେକ୍ କଟିଂ ହେବ। ଦେଖ କେତେ ଗୁଡ଼ିଏ ଛୁଆ ଅଛନ୍ତି ନା, ସମସ୍ତଙ୍କର ମନେ ଯାଇ କେକ୍ କତିରେ କେମିତି କେକ୍ କଟା ହେବ, ଆମେ କେମିତି ଖାଇବୁ। ତା ଭିତରେ ବି କେକ୍ କଟିଂ ହେଇଯାଇଥିଲା, ମାଆ ଖୋଇଦେଇଥିଲେ ମନୁକୁ, ମନୁ ବି ମାଆଙ୍କୁ ଖୋଇଦେଇଥିଲେ। ତାପରେ ସମସ୍ତେ ଯେହେତୁ ଗରମ ହେଉଛି ସମସ୍ତେ ରୁମ୍ରୁ ବାହାରି ଯାଇଥିଲେ, କାହିଁକିନା ଏତେ ଗରମ ଯେ ରହିବା, ସବୁ ଏସି ରୁମ୍କୁ ପଳେଇ ଆସିଲେ, ବସିଲେ। ତାପରେ ଏପଟରେ ପଲକ ତାଙ୍କର ଆଣି ତାଙ୍କ ପିଲାଙ୍କୁ କେକ୍ ଖୁଆଉଛି। ଦେଖ ମୁଁ କହୁଥିଲି ନା ଛୁଆମାନେ କେକ୍ ଅପେକ୍ଷା କରିଥାନ୍ତି, ସେ ତାଙ୍କର ଏପଟରେ କେକ୍ ଖାଇକି ଗଲେ। ଆଉ ସବୁ ଛୋଟ ଛୁଆ ଅଛନ୍ତି ନା, ସମସ୍ତଙ୍କୁ ପେନ୍ ଆଉ ପେପର୍, ଚକୋଲେଟ୍ ଆଉ କ'ଣ ମିଠା ମିଠି ସବୁ ପ୍ୟାକେଜ୍ ହେଇଛି, ତା ଭିତରେ ସମସ୍ତଙ୍କୁ ବଣ୍ଟା ହେଉଥିଲା। ଏପଟରେ ବି ମୋ ଭଉଣୀର ବର୍ଥଡ଼େ ଥିଲା, ତ ମୁଁ ଯାଇପାରୁନଥିଲି, ଯେଉଁ ସେପଟରେ ଥିଲି ମୋ ଭଉଣୀ କତିକି ଆସିପାରୁନଥିଲି। ତ ସେ ଭିଡ଼ିଓ କିଛି ପଠାଇଥିଲା, ତ ସେଇଆକୁ ଦେଖିକି ଖୁସି ହେଇଥିଲି। ସିଏ ତା'ର ଭିଡ଼ିଓ କରିଥିଲା, ସିଏ ବି କଟା ହେଇଥିଲା। ତ ମୋ ଭାଣିଜୀକୁ, ମୋ ଭଉଣୀକୁ ମୋ ତରଫରୁ ଖୁସି ହାପି ବର୍ଥଡ଼େ ଟୁ ୟୁ। ତ ଏପଟରେ ବାପା ବି ତାକୁ କହିଦେଇଛନ୍ତି, ବାପା ତାଙ୍କର ଘରକୁ ପଳେଇଛନ୍ତି। ଦେଖ ଯାହା ହଉ ଯେମିତି ହଉ ଆଜି ଦିନଟା ବହୁତ ଭଲରେ କଟିଥିଲା। ତ ସାଙ୍ଗମାନେ ଏଇ କୋଳିର ନାଁଟା ନିଶ୍ଚୟ ମୋତେ କମେଣ୍ଟ ମାଧ୍ୟମରେ ଜଣେଇବେ, କାହିଁକିନା ଏଇ କୋଳିର ନାଁ କିଏ କହିପାରିବେ, ଆଉ ଟେଷ୍ଟ କେମିତି କ'ଣ, ଯଦି ଯିଏ ଖାଇଥିବେ